ଜୁନ୍ ମାସରେ 3 ଥର ଅଭିଯୋଗ କଲିଣି। ଆଉ କ'ଣ କରିଥାନ୍ତି ମୁଁ ବିଷ ଛାଡ଼ ମୋର ଆଉ କିଛି ଉପାୟ ନାହିଁ। ମୋର ଖାଇବାକୁ ଦାନା ନାହିଁ। ମୋର କାହିଁକି ଉପାସ ରହୁଛନ୍ତି ତାଙ୍କ ବାଡ଼ିକୁ ଆଇଲା ଗାଳି ଦେଉଛି। ଘର କ'ଣ ସଫର କରିପାରୁନି କ'ଣ କରିଥାନ୍ତି ସାର୍। ଆଉ କ'ଣ 8 ବର୍ଷ ହେଇକି କମ୍ପ୍ଲେନ୍ କରି ଆସୁଛୁ ସବୁଆଡ଼େ ଫାଇନାଲ୍ କରିଦେଉଛି ପଇସା ନେଇକି ଛାଡ଼ି ଦେଉଛନ୍ତି ପୁଣି ଘେରି କର। ତାହେଲେ ଆମେ ଗରିବ ଲୋକ ଅଳ୍ପ ଜାଗା ତା ଦେହରେ ସବୁ ମଣିଷ ବଞ୍ଚିବାକୁ ଚାହୁଁଛି। ଗୋରୁ ଗାଈ ଖାଇବାକୁ ପାଉନାହାନ୍ତି ଘର ଖଣ୍ଡେ ଛପର କରିପାରୁନି ସବୁବେଳେ ଲୁଣା ପାଣି ମଡ଼େଇକି ନଷ୍ଟ କରିଦେଉଛି। କୌଣସି କଥା କୌଣସି ଅଫିସର ଶୁଣୁନାହାନ୍ତି। ସବୁ ଥାନା ଠାରୁ ଗାଁ ଠାରୁ ସମସ୍ତ ପାଖକୁ ଯାଇଛି ମୋ କଥା କେউ ଇଏ କରୁନାହାନ୍ତି। କଲେକ୍ଟର ପାଖରୁ 8 ଥର ଅଭିଯୋଗ କଲିଣି। ତହସିଲ ଜୁନ୍ ମାସରେ 3 ଥର ଅଭିଯୋଗ କଲିଣି। ଆଉ କ'ଣ କରିଥାନ୍ତି ମୁଁ ବିଷ ଛାଡ଼ ମୋର ଆଉ କିଛି ଉପାୟ ନାହିଁ। ମୋର ଖାଇବାକୁ ଦାନା ନାହିଁ। ମୋର କାହିଁକି ଉପାସ ରହୁଛନ୍ତି ତାଙ୍କ ବାଡ଼ିକୁ ଆଇଲା ଗାଳି ଦେଉଛି। ଘର କ'ଣ ସଫର କରିପାରୁନି କ'ଣ କରିଥାନ୍ତି ସାର୍। ଆଉ ବୁଝିପାରୁନି କ'ଣ କରିଥାନ୍ତି ସେଇପାଇଁ ବିଷ ଧରି ମୁଁ ବୁଲୁଛି। କଲେକ୍ଟର କ'ଣ କହିବ ସେ ତ କିଛି କହୁନାହାନ୍ତି ଖାଲି କାଗଜରେ ସାଇନ୍ କରିଦେବୁ। କୌଣସି କଥା ମୁଁ ବୁଝୁନାହାନ୍ତି। ସେ ଅଭିଯୋଗ ଆମକୁ କରିଛନ୍ତି ଏବଂ ତାଙ୍କ ପ୍ରାଇଭେଟ ଜାଗା ରେ ଅନ୍ୟ ଲୋକ ଆମର ଚିଙ୍ଗୁଡ଼ି ଚାଷ କରୁଛନ୍ତି ବୋଲି ତାଙ୍କର ଅଭିଯୋଗ କରିଛନ୍ତି। ଆମେ ତହସିଲଦାରଙ୍କୁ କହିଛୁ ସେ ଜାଗାକୁ ଇନକ୍ୱାରି କରିବେ ଫିଲ୍ଡ ଇନକ୍ୱାରି କରିକି ତାର ଆକ୍ସନ ନେବେ।